ପଇସା ଆଣିଛୁ ନା ଆଉ ମୋର କଷ୍ଟମର ପସନ୍ଦ ଖାଇବା ହବ ନା ଏଇଟା ମୁଁ ତତେ ଏଇଠି ଖାଇଦେବି ଯା ଯିବୁ ନା ଦେଖି ପଇସା ଏଇ କିଏ ଅଛ ଟିକେ ପାଣି ଛାଟ ଟିକେ ଯିବୁ ନା ଦେଖି ପଇସା ମୋର କଷ୍ଟମର ପସନ୍ଦ ଏଠି ମୋର ଭାଇ ଦେଖନ୍ତୁ ଇଏ ହେଲା ମାନସିକ ବିକୃତ ଏମାନଙ୍କୁ ସାହାଯ୍ୟ କରିବା ଆମ ମଣିଷର କର୍ତ୍ତବ୍ୟ ଏମାନଙ୍କୁ ଭାଇ ଇଏ କରନ୍ତୁନି ଅଣ୍ଡର ଏଷ୍ଟିମେଟ୍ କରନ୍ତୁନି ଆମେ ଭାଇ ପଇସା ଦେବୁ ହେଲା କି ଏମାନେ ହେଲେ ମାନେ ଭଗବାନଙ୍କ ଠାରୁ କିଛି ଅଭିଶାପ ପାଇছে ବୋଲି ଆଙ୍କର ଏକ ପରିସ୍ଥିତି ଏମାନଙ୍କୁ ଟିକେ ସାହାଯ୍ୟ କରନ୍ତୁ ଆସନ୍ତୁ ଆସନ୍ତୁ ଭାଇ ନବୁ ଏଇଠି ଆସ ହଁ ରଖିଦେବେ ହଁ ପାଣି ଟିକେ ଭାଇ ଦିଅ ପାଣି ଟିକେ ଦେଲ ନା ଭାଇ ତାଙ୍କୁ ଟିକେ ଦିଅ ହଁ ଦଉଛି ଦଉଛି ଭାଇ ଏଇଠି ବସ এই খাইবি ହଁ ଏଇଠି এই খাইবি ନା ଏଇଠି ବସ খাইবি দেখা ମୁଁ ପାଣି ଏତେ ଦେବି দেবে ননা দেবে বা ননা দেবে না মারি এই ননা ভাত আলে ନନା କଣ କହୁଛନ୍ତି ଆଜିକାଲି ଆମେ ଏଭଳି ପାଗଳା ଭାଇ ମାନଙ୍କୁ ଆମେ ହଇରାଣ କରିବା କଥା କି ଧନ୍ୟବାଦ ଭାଇ ବୁଝିପାରୁଛନ୍ତି ତ ଆଜିଠାରୁ ଏଇଭଳି ମାନସିକ ବିକୃତି ଥିବା ମଣିଷ ମାନଙ୍କୁ ତେବେ ଏଇଭଳି ହଇରାଣ କରିବେ ଟିକେ ଅଣ୍ଡର ଏଷ୍ଟିମେଟ୍ କରିବେ ଧନ୍ୟବାଦ ଭାଇ ଭାଇଙ୍କୁ ଆମ ସମସ୍ତଙ୍କୁ ଧନ୍ୟବାଦ ଭାଇମାନେ ଆମେ ଗୋଟେ ସଂଗଠନର କାର୍ଯ୍ୟକର୍ତ୍ତା ବିଏସ୍ ସାମାଜିକ ସଂଗଠନର ମୋ ତରଫରୁ ମୁଁ ସବୁ ଭାଇମାନଙ୍କୁ ଓଡ଼ିଶାବାସୀମାନଙ୍କୁ ଅନୁରୋଧ କରିବି ଏଇଭଳି ପାଗଳା ଭାଇମାନଙ୍କୁ କେହି ଅଣଦେଖା କରିବେନି ତାଙ୍କର ସାହାରା ହେଉଛନ୍ତି ଆମ ଭଳି ସାମାଜିକ ସଂଗଠନ ଭାଇମାନେ ଆମେ ଗାଁ ଗହଳିରେ ବୁଲୁଥିବା ଆମେ ଭାଇମାନେ ତାଙ୍କୁ ସଦାବେଳେ ଆମେ ନିଜ ଭାଇ ଭଳି ଇଏ କରିବେ ଆମର ଭଗବାନ ଆମକୁ ସାହାରା ভাই নমস্কার মতো জনাইବାକୁ আসଥିଲି ତେବେ ମୁଁ ଘରୁ ଖାଇକି ଆସିଲି ଭାଇ ମୁଁ ନା ଏଇଟା ସିଚୁଏସନ୍ ଚାଲିଛି ସେଥିପାଇଁ ମୁଁ ତାଙ୍କୁ କହିଥିଲି ଯେ ମୁଁ ଗୋଟେ ଭିଡ଼ିଓ କରିବି ମୋତେ ହେଲ୍ପ କରିବେ ସେଠି ଯିବା ତାପରେ ଆସିଥିଲେ ହୋଟେଲ ବୁଲି ନନା ଯେ ବହୁତ ଭଲ ହୋଟେଲ ଲୋକ ବୁଝିଲ ନା ଏଠିକି ଆସ ମୁଁ ତମକୁ ସ୍ୱାଗତ କରୁଛି ଏଭଳିଆ ଗୋଟେ ମୋତେ ହୋଟେଲ ଦେଇଥିବାରୁ ମୁଁ ଜାଣି ତମେ ଲୋକଙ୍କୁ ଖାଇଦେଇଛ ବୁଝିଲ ନା ତମେ ଏଠିକି ଆସ ମୁଁ ତମକୁ ବହୁତ ବହୁତ ଧନ୍ୟବାଦ ଭାଇ ସେ ଟାଇମ୍ କାଢ଼ି ତାଙ୍କ ହୋଟେଲ ବନ୍ଦ ରଖିଛି ମୋତେ ଆଜି ହୋଟେଲରେ ଭିଡ଼ିଓ କରିବା ଦେଇଛି ଖାଇ ରଖିଥିଲେ କହିଲେ ଭାଇ ତୁମେ ଭିଡ଼ିଓ କରିବା କର ମୋତେ ମୋର ପଇସା ଦୋକାନରେ ମୁଁ ସେଇଟା କ'ଣ କରିବି ସେଠୁ ଖାଇସାରିଲା ପରେ ଲୋକ ତାଙ୍କ କଷ୍ଟମର ଗଲା ପରେ ମୋତେ ହୋଟେଲ ଦେଇଛନ୍ତି ମୁଁ କରିଛି ତାପରେ ଏ ଭାଇ ମୋର ଏକର ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ଇନଷ୍ଟାଗ୍ରାମରେ ଭିଡ଼ିଓ କରୁଛନ୍ତି ମୁଁ ଧନ୍ୟବାଦ ଭାଇ ମୋତେ ସେମାନେ ଭିଡ଼ିଓଟା କହିପାରିବେନି ତମେ ଚାଲ ଟିକେ ମୋତେ କରିକି ଦେବ ଯଦି ମୁଁ ସମସ୍ତେ ଆସିଲେ ଗୋଟେ ସୁଟ୍ କରିଦେଇ କହିଲି ମୁଁ ଏଇଟା ସୋସିଆଲ୍ ମିଡ଼ିଆରେ ଜଣାଇବାକୁ ଚାହୁଁଛି ଯେଉଁମାନେ କିଛି ଲୋକ ଅଛନ୍ତି ତମେ ଟିକେ ଏଭଳିଆ ହେଲ୍ପ କରିକି ଲୋକଙ୍କର ଦୁଶ୍ଚିନ୍ତାଟା ଦୂରେଇ ଯିବ ରହିଲି ଧନ୍ୟବାଦ।